ଥରେ ଜଣେ କୁମ୍ଭାର ମାଟି ଖୋଳୁଥିଲା ଏବଂ ସେ ସେହି ମାଟିରୁ ଚିଲମ ତିଆରି କରିବାକୁ ଯାଉଥିଲା। ତେଣୁ କୁମ୍ଭାର ମାଟିକୁ ଚିଲମ ଆକାର ଦେବା ଆରମ୍ଭ କଲା। କୁମ୍ଭାରଙ୍କ ପତ୍ନୀ ସେଠାରେ ପହଞ୍ଚି ତାଙ୍କୁ କ'ଣ ତିଆରି କରୁଛୁ ବୋଲି ପଚାରିବାରୁ କୁମ୍ଭାର କହିଲେ, ଚିଲମ ତିଆରି କରୁଛି। ତାପରେ କୁମ୍ଭାରଙ୍କ ପତ୍ନୀ ତାଙ୍କୁ କହିଲେ ଯେ ଚିଲମ କାହିଁକି ତିଆରି କରୁଛୁ? ଏକ ମାଠିଆ ତିଆରି କର। ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଥିଲା ଏବଂ ମାଠିଆ ଗୁଡ଼ିକ ବହୁତ ବିକ୍ରି ହେବାର ଥିଲା। ତାପରେ କୁମ୍ଭାର ଭାବିଲା, ଏହା ତ ଠିକ୍ କଥା, ମୋତେ ଏକ ମାଠିଆ ତିଆରି କରିବାକୁ ହେବ। ତାପରେ କୁମ୍ଭାର ପୁଣି ମାଟିକୁ ଦବାଇ ଏକ ମାଠିଆ ଆକାର ଦେବା ଆରମ୍ଭ କଲା। ତାପରେ ହଠାତ୍ ମାଟିରୁ ଏକ ସ୍ୱର ଆସିଲା ଯେ ତୁମେ କ'ଣ କରୁଛ? ପୂର୍ବରୁ ତୁମେ ମୋତେ ଅନ୍ୟ କିଛି ଆକୃତି ଦେଉଥିଲ ଏବଂ ବର୍ତ୍ତମାନ ତୁମେ ମୋତେ ଏହି ଆକୃତି ଦେଉଛ। ତେଣୁ କୁମ୍ଭାର ମାଟିକୁ କହିଲା, ତୁମେ ଦେଖ ମୁଁ ଯାହା କରୁଛି ଠିକ୍ କରୁଛି। ମାଟି ପଚାରିଲା, ଏମିତି କାହିଁକି କରୁଛ? କୁମ୍ଭାର କହିଲା, ବର୍ତ୍ତମାନ ମୋର ଚିନ୍ତାଧାରା ବଦଳି ଯାଇଛି, ତେଣୁ ବର୍ତ୍ତମାନ ମୁଁ ତୁମକୁ ଏକ ମାଠିଆ ତିଆରି କରୁଛି। ତାପରେ ମାଟି କୁମ୍ଭାରଙ୍କୁ କହିଲା ଯେ ତୁମେ କେବଳ ତୁମର ଭାବନାକୁ ବଦଳାଇଲ, କିନ୍ତୁ ମୋର ପୁରା ଜୀବନ ବଦଳିଗଲା। ଯଦି ମୁଁ ଏକ ଚିଲମ ହୋଇଥାନ୍ତି, ମୁଁ ନିଜକୁ ଏବଂ ଅନ୍ୟମାନଙ୍କୁ ପୋଡ଼ି ଦେଇଥାନ୍ତି। ମୁଁ ବର୍ତ୍ତମାନ ଏକ ମାଠିଆରେ ପରିଣତ ହେଇଛି। ମୁଁ ନିଜକୁ ଥଣ୍ଡା ରଖିବି ଏବଂ ଅନ୍ୟମାନଙ୍କୁ ମଧ୍ୟ ଥଣ୍ଡା ରଖିବି। ତେଣୁ ବନ୍ଧୁଗଣ, ଆମେ ଏହି ଛୋଟ କାହାଣୀରୁ ଏକ ବଡ଼ ଶିକ୍ଷା ପାଇଥାଉ। ବର୍ତ୍ତମାନ ଏହି କାହାଣୀରେ ଆମକୁ କୁହାଯାଇଛି ଯେ କିପରି କୁମ୍ଭାରର ଚିନ୍ତାଧାରା ପରିବର୍ତ୍ତନ କରି ସେହି ମାଟିର ଜୀବନ ବଦଳିଗଲା। କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଆମେ ଆମର ଚିନ୍ତାଧାରାକୁ ପରିବର୍ତ୍ତନ କରି ନିଜ ଜୀବନକୁ ପରିବର୍ତ୍ତନ କରିପାରିବା। କାରଣ ଯେତେବେଳେ ବି ଆମେ କିଛି ଭଲ କିମ୍ବା ଖରାପ ବିଷୟରେ ଚିନ୍ତା କରୁ, ସେହି ଅନୁସାରେ ଆମେ କାମ କରୁ। ଆମ ମନକୁ ଆସୁଥିବା ପ୍ରଥମ ଚିନ୍ତା ଯଦି ଏକ ନକାରାତ୍ମକ ଚିନ୍ତା ହୋଇଥାଏ ଏବଂ ଆମେ ଆମର ଚିନ୍ତାଧାରାକୁ ପରିବର୍ତ୍ତନ କରୁ, ତାହେଲେ ଆମେ ଆମ ଜୀବନକୁ ବହୁତ ସଫଳ କରିପାରିବା। ଯଦି ଆପଣ ଜାଣିଯିବେ ଯେ ଆପଣଙ୍କ ଚିନ୍ତାଧାରାରେ କେତେ ଶକ୍ତି ଅଛି, ତେବେ ଆପଣ କଦାପି ନକାରାତ୍ମକ ଚିନ୍ତା କରିବେ ନାହିଁ। ଏବଂ ଯଦି ଥରେ ଆପଣ ଆପଣଙ୍କ ନକାରାତ୍ମକ ଚିନ୍ତାଧାରାକୁ ସକାରାତ୍ମକ ଚିନ୍ତାଧାରାରେ ବଦଳାଇଲେ, ତେବେ ଆପଣ ନିଜ ଭିତରେ ସକାରାତ୍ମକ ଫଳାଫଳ ଦେଖିବେ। ଲୋକ କୁହନ୍ତି, ଯଦି ଆଜି ଆପଣଙ୍କ ଦିନ ଖରାପ ହୋଇଯାଇଛି କିନ୍ତୁ ଗତକାଲି ଆପଣଙ୍କର ଭଲ ଦିନ ଥିଲା, ତେବେ ଏହି ଦୁଇ ଦିନରେ କେବଳ ଗୋଟିଏ ପାର୍ଥକ୍ୟ ଥିଲା ଏବଂ ତାହା ଆପଣଙ୍କ ଚିନ୍ତାଧାରା ଥିଲା। ଯଦି କିଛି ଖରାପ ଚିନ୍ତାଧାରା ସକାଳେ ଆପଣଙ୍କ ମନକୁ ଆସେ, ତେବେ ଆପଣଙ୍କ ପୁରା ଦିନ ଖରାପ ହୋଇଯାଏ। ତେଣୁ ଚିନ୍ତାଧାରାର ବହୁତ ଶକ୍ତି ଅଛି। ସେଗୁଡ଼ିକ ପାଇଁ ଆପଣଙ୍କ ଜୀବନ ବଦଳିଯାଏ। ଯଦି ଆପଣ ସେଗୁଡ଼ିକୁ ବଦଳାଇବା ଆରମ୍ଭ କରିବେ, ତେବେ ଆପଣ ନିଜ ଭିତରେ ଏକ ବଡ଼ ପରିବର୍ତ୍ତନ ଦେଖିପାରିବେ।